ଯେତେବେଳେ ଫଳ ପ୍ରକାଶ ପାଇଲା ମୋତେ ସେ ଫୋନ୍ କଲେ, ଏ କ'ଣ କରୁଛୁ, come and have dinner with me tomorrow with your wife। ମୁଁ ବିଜୁ ବାବୁଙ୍କୁ ତା ପୂର୍ବରୁ ଅନେକ ସମାଲୋଚନା କରିଛି, ଖବରକାଗଜରେ ତାଙ୍କୁ ବହୁତ କିଛି କଥା କହିଛି, କିନ୍ତୁ ସେଇ ନିର୍ବାଚନ ଲଢ଼ିବା ପରଠାରୁ ଗୋଟିଏ ଘଟଣା ମୋ ତାଙ୍କ ସହିତ ସମ୍ପର୍କକୁ ଭିନ୍ନ କରିଦେଲା। ସେ ଘଟଣାଟି କ'ଣ? ନିର୍ବାଚନରେ ଆମର ତୁମୁଳ ଲଢ଼େଇ ହେଲା ବୋଲି ପ୍ରଚାର ଚାଲୁଥାଏ ଏବଂ ନିର୍ବାଚନରେ ସେ ଜିତିଲେ, କିନ୍ତୁ କ୍ଷମତାରୁ ଅପସରି ଗଲେ। ଯେଉଁଦିନ ନିର୍ବାଚନ ଫଳ ପ୍ରକାଶ ପାଇଲା ସେଇଦିନ 4ଟା ବେଳେ ଯେତେବେଳେ ଫଳ ପ୍ରକାଶ ପାଇଲା ମୋତେ ସେ ଫୋନ୍ କଲେ, ଏ କ'ଣ କରୁଛୁ, come and have dinner with me tomorrow with your wife। ମୁଁ କହିଲି, ମୋ ୱାଇଫ୍ କହିଲା ମୁଁ ଯିବି ନାହିଁ। ମୁଁ ଝିଅ ସାଙ୍ଗରେ ଯାଇ ତାଙ୍କ ସହିତ ତା ପରଦିନ ରାତ୍ରି ଭୋଜନ କରିଥିଲି। ସେହି ଭୋଜନ କାଳରେ ସେ ମୋତେ ଯାହା କହିଲେ, ସମୟ ନାହିଁ ଆଲୋଚନା କରିବା ପାଇଁ, ସେଇଦିନ ସେ କହିଥିଲେ ତୁ ଆ ମୋ ସହିତ ହାତ ମେଳା, ଆମେ 2 ଜଣ ମିଶି ଓଡ଼ିଶାକୁ ଆଗେଇ ନେବା। ଏହି କଥାଟି ଆଜି ପର୍ଯ୍ୟନ୍ତ ମନେ ଅଛି। ସିକନ୍ଦର ଏବଂ ଗୁରୁଙ୍କ କଥା ଆମେ ଇତିହାସରେ ପଢ଼ିଥିଲୁ, କିନ୍ତୁ ମୋ ଜୀବନରେ ମୋତେ ହରାଇଥିବା ଗୋଟିଏ ରାଜନେତା, ନିଜେ ହରାଇଥିବା କ୍ଷମତା ସତ୍ତ୍ୱେ ମୋତେ ଏଭଳି ଏକ ଆହ୍ୱାନ ଦେଇଥିଲେ। ସେଇଦିନ ଠାରୁ ବିଜୁ ପଟ୍ଟନାୟକଙ୍କର ମୁଁ ନିକଟତର ହୋଇଗଲି। ପରବର୍ତ୍ତୀ ସମୟରେ ଆମେ ସାଙ୍ଗ ହୋଇ ପାର୍ଲାମେଣ୍ଟରେ ଆମେ MP ହୋଇଥିଲୁ। ଆଜି ବିଜୁ ବାବୁଙ୍କ ବିଷୟରେ ଆଉ ଗୋଟିଏ କଥା କୁହାଯାଉଛି, ବିଜୁ ଲିଗାସି। ବିଜୁ ଲିଗାସି କଥା ଅନେକ ସମୟରେ ଆମେ ନ ବୁଝି ତାକୁ ପ୍ରଚାର କରୁଛୁ। ମୋ ବିଚାରରେ ଲିଗାସି ମାନେ କ'ଣ? ଲିଗାସି ମାନେ ଜଣେ ବାପା ଯେତେବେଳେ ତାର ପରିଣତ ବୟସ ହୋଇଯାଏ, ସେ ଚିନ୍ତା କରେ ମୋ ଅନ୍ତେ ମୋ ସମ୍ପତ୍ତି, ମୋ ଘରଦ୍ୱାର, ମୁଁ ଯାହା କିଛି କରିଛି ତାହା କାହା ହାତରେ ଛାଡ଼ିବି, କାହା ହାତରେ ତାହା ସୁରକ୍ଷିତ ରହିବ। ଆଜି ସମସ୍ତେ ବିଜୁ ଲିଗାସି କଥା କହୁଛନ୍ତି। ମୁଁ କେବଳ 2ଟି କଥା କହି ବକ୍ତବ୍ୟ ଶେଷ କରୁଛି। ବିଜୁ ଲିଗାସି କହିଲେ ମୁଁ ଯଦି 2ଟିକୁ ବାଛିବି, ବିଜୁବାବୁ ଆମର ଶ୍ରେଷ୍ଠ ସମ୍ପତ୍ତି, ସବୁଠାରୁ ବଡ଼ ସମ୍ପତ୍ତି ହେଲା ତାଙ୍କ ଭଳି ସାହସ ପ୍ରାୟ ଆଉ କାହା ପାଖରେ ସାହସ ଯଦି ଆମେ ଦେଇପାରିବା, ତାହେଲେ ସେଇମାନଙ୍କ ଜୀବନରେ ଈଶ୍ୱର ହାଡ଼ ଦିଅନ୍ତୁ କହିବା ପାଇଁ ବିଜୁ ଲିଗାସି ବିଷୟରେ ଯେତେ ବକ୍ତୃତା ଦେଲେ ସାହସ। ଦ୍ୱିତୀୟ କଥାଟି ହେଲା, ଓଡ଼ିଶାକୁ ଯଦି ଭଲ ପାଇବାର କିଛି ପ୍ରମାଣ ଆପଣ ଚାହାନ୍ତି, କେମିତି ଭଲ ପାଆନ୍ତି? ଟୋକାଟୋକି ପାର୍କରେ ଯେମିତି ଲଟର ପଟର ହେଉଛନ୍ତି, ସେଇଟାକୁ ଭଲ ପାଇବା କୁହାଯାଏ। ଓଡ଼ିଶାକୁ ଭଲ ପାଇବାର ଗୋଟିଏ ପ୍ରମାଣ ଯଦି ଖୋଜିବେ, ତାହେଲେ ମୁଁ ନିର୍ବିବାଦରେ କହିପାରେ ବିଜୁବାବୁ ଯେମିତି ଓଡ଼ିଶାକୁ ଭଲ ପାଉଥିଲେ, ତାଠାରୁ ଅଧିକ ଭଲ ପାଇ ଦେଖାଇ ଦିଅ ଭାଇ, ତାହେଲେ ଜାଣିବା। ଆସନ୍ତୁ ଏଠି ବିଜୁ ଲିଗାସିର କଥା କୁହା। ଶେଷ କଥାଟି ହେଲା, ଓଡ଼ିଶା ନାଗରିକ ମଞ୍ଚ ଆମେ କଲୁ, କିନ୍ତୁ ଦୁଃଖର ବିଷୟ, ମୁଁ ଜାତିରେ ଜଣେ ସାମ୍ବାଦିକ ହେଇ ମଧ୍ୟ ଆମ ସାମ୍ବାଦିକମାନେ କାହିଁକି ତାକୁ ଓଲଟା ବୁଝୁଛନ୍ତି ମୁଁ ବୁଝିପାରୁନାହିଁ। ଯେବେଠାରୁ ଏହି ନାଗରିକ ମଞ୍ଚ କଥା ଉଠିଛି, ସମସ୍ତେ ଆମକୁ ପ୍ରଶ୍ନ ପଚାରୁଛନ୍ତି କ'ଣ ନୂଆ ଦଳ ହେଉଛି, କେବେ ହେବ, ଆପଣଙ୍କ ନେତା କିଏ ହେବେ? ନାଗରିକ ମଞ୍ଚ ଏକ ସିଭିଲ ସୋସାଇଟି ଇଂରାଜୀରେ ଯାହାକୁ କୁହାଯାଏ। ନାଗରିକ ମଞ୍ଚର ଏକମାତ୍ର କାର୍ଯ୍ୟ ହେଲା କ୍ଷମତାସୀନ ବ୍ୟକ୍ତିମାନେ ଯେତେବେଳେ ଅବାଟରେ ଯାଆନ୍ତି, ତାଙ୍କୁ ବାଟରେ ଆଣିବା ପାଇଁ ଯେଉଁ କାର୍ଯ୍ୟକ୍ରମ ଦରକାର ସେହି କାର୍ଯ୍ୟକ୍ରମଗୁଡ଼ିକ କରିବାକୁ ପଡ଼ିବ। ନାଗରିକ ମଞ୍ଚରେ ସବୁ ଦଳମାନଙ୍କୁ ସ୍ୱାଧୀନତା ଅଛି, ସ୍ୱାଗତ ଅଛି। ନାଗରିକ ମଞ୍ଚରେ ବୁଦ୍ଧିଜୀବୀମାନେ ଥାଆନ୍ତି, କଳାକାରମାନେ ଥାଆନ୍ତି, ସାମ୍ବାଦିକମାନେ ନାଗରିକ ମଞ୍ଚର ଆଗଧାଡ଼ିରେ ରହିବା କଥା। ନାଗରିକ ମଞ୍ଚ ହେଲା ଓଡ଼ିଶା ଯେଉଁ ମେଧା ଅଛି, ଓଡ଼ିଶାକୁ ଭଲ ପାଉଥିବା ବ୍ୟକ୍ତିମାନଙ୍କର ଯେଉଁ ଐକ୍ୟବଦ୍ଧତା ଅଛି, ଓଡ଼ିଆମୀ ଅଛି, ସେଇମାନେ ଯେତେବେଳେ ଏକାଠି ହୁଅନ୍ତି, ସେତେବେଳେ ନାଗରିକ ମଞ୍ଚ ତିଆରି ହୁଏ। ସବୁ ସମାଜରେ ଗଣତନ୍ତ୍ରକୁ ସମୃଦ୍ଧ କରିବା ପାଇଁ ଏକ ନାଗରିକ ମଞ୍ଚର ଯେ ଆବଶ୍ୟକତା ଅଛି, ଏହା ଯେକୌଣସି ବ୍ୟକ୍ତି ସ୍ୱୀକାର କରିବ। କିନ୍ତୁ ଆମେ ଅନୁଭବ କଲୁ, ଯେଉଁ
नागरिक मंच पूर्वर गठन कर सिविल सोसाइटी मुझे आक्षेप करूना किंतु आम जी सक्रिय हवा कथा से सक्रिय हो पारना ओडिशा नागरिक मंच कौन नुहे मुझे कहवाई चाहूँगी ओडिशा नागरिक मंच गोटे राजनीतिक दल नुहे ओडिशा नागरिक मंच कौन पताका धरी किसी करने चाहूना ओडिशा नागरिक मंच जेते बेले ओडिशार स्वार्थ स्वाभिमान कबलित हेब असुरक्षित हेब जेते बेले जी क्षमता देखाऊना कहीं कौन प्रसंग में ओडिशार स्वार्थ को अवहेला करते स्वर उत्तोलन करने ओडिशार लोकंर अभाव गोटे प्रश्न पचारि मोर वक्तव्य शेष करदेवी से प्रश्नटी है आपण मैंने कहले देखी ओडिशा रे बा जेकोसी जनसमुदाय रे भल लोकंर संख्या बेसी ना खराब लोकंर संख्या बेसी एठी आमे माड़ खाइलु एठी आमे पराजित होली स्वीकार करुची मो विचार रे ए धारणा को न बदलाइला पर्यंत नागरिक मंच सफल हेब नाही मु एतिक मात्र निवेदन करने चाहूँगी आपण जानती नहीं जदि खराब लोकंर संख्या बेसी होता कारण आप एत चारिड़े खराब कथा भितर अच्छा आपन को खराब कथा छड़ा भल कथा देखा जाऊना सबु समाज रे भल लोकंर संख्या सबुबले खराब लोक संख्या ठारू यथेष्ट अधिक फरक एति खराब लोक माने विपद पड़े सांगे सांगे एकाठी जाती गोटे चोर को जब पुलिस धरला सांगे सांगे से मोबाइल रे आग लाइन रे कहीदेव ये धरा पड़ा होरे तू जल्दी पड़ा ये जमा असुविधा पड़ू किंतु भल लोक मैंने अनेक समय एभली एकाठी होगापी चेष्टा करती ना ओडिशा नागरिक मंच कौन बोली मत यदि पचारे यह एक राजनैतिक दल नुहे किंतु यह चिंता करुवा व्यक्ति ओडिशा को भल पाउथुवा व्यक्ति भल लोक मानकर व्यक्ति जो मैंने से एक विराट संगठन एवं सतर्क रही जाओ कौ मैंने सतर्क रही जो मैंने भावी आम अल्प मुष्टिमय लोक एकाठी हो पैसा खर्च कर कौन मत क्षमता को आसीगले बारंबार क्षमता को आसवाई सब अनुष्ठान को कब्जा करना आज आम संविधान आमर निर्वाचन कमिशन एवं आमर सब अनुष्ठान गुड़िक एभली कबलित हो अच्छा आम नागरिक माने असहाय बा निसहाय हो तेणु एकमात्र एति कथा कही मोर वक्तव्य मु शेष करी नागरिक समाज ओडिशार सब चिंताशील व्यक्ति ओडिशा को सब भल पाउथुवा युवक ओडिशा को चिंता करी अनेक कथा स्वप्न देखुवा अनेक लोकंकर एक एक महासमावेश ए समावेश समस्त को निश्चय बाट देखब यही बाट देखा आग को गले आज ये आम आपण आगे कौन जहाँ को कहती आमर इस्ताहार जहाँ को कहती आमर कार्यक्रम जहाँ को कहती अन्य किसी चिठा प्रस्तुत करना आपण मैंने आगामी दिन मानक केवल एति आह्वान दे मो वक्तव्य शेष करी आमर कार्यक्रम को देखु यापर आम कौन करुचु ना ये सभार सरीगला आर सभा को अपेक्षा करवा आज विजु बाबूर श्राद्ध सभाटा ईश्वर एक वरदान थिला आम शीघ्र किसी करने चाहिए समस्ते भल कम पांजी देखती कौन के शीघ्र ये शुभ कार्यटी हो पार पांजी खोलला बेलू 17 तारीख आखिरे पड़ा विजु बाबूर श्राद्ध दिवस समस्ते विजु विजु होती किंतु विजु बाबूर कौन कथा को कहीं ग्रहण करूना विजु देखि स्वप्न विजु देखि जो विचार विचार आज यही मन पकाऊना से आम मन को भावना आसला जिते समय कम थाऊ पछे प्रस्तुति किसी न पछे चल आम समस्ते 17 तारीख को एक समय विजु बाबूर श्राद्ध पालन हम विजु बाबूर स्वप्न को साकार करने जो कथा गुड़िक दरकार आम करवा पछे किंतु आज ये कार्यक्रम को आगे नवा ये कार्यक्रम एत कम समय भितर मु विजय बाबू और सहयोगी बंधु जिते अच्छा प्रभात भाई अमर बाबू पाणी मौसा
ଏବଂ ରବି ବାବୁ ଯେଉଁମାନେ ଆମକୁ ପରାମର୍ଶ ଦେଇଛନ୍ତି ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି। ଆଜିଠାରୁ ଆପଣମାନେ ଯଦି ଆମ କଥାରେ ବିଶ୍ୱାସ କରୁଛନ୍ତି ଆସନ୍ତୁ ସମସ୍ତେ ନାଗରିକ ସମାଜର ବା ନାଗରିକ ମଞ୍ଚର ଜଣେ ଜଣେ ସକ୍ରିୟ ସଦସ୍ୟ ହୁଅନ୍ତୁ। ଓଡ଼ିଶାର 30ଟା ଜିଲ୍ଲାରେ 30ଟି ଜିଲ୍ଲାର ନାଗରିକ ମଞ୍ଚର କାର୍ଯ୍ୟକ୍ରମ ହେବ। ଓଡ଼ିଶାର ପ୍ରତି ବ୍ଲକରେ ହେବ, ଓଡ଼ିଶାର ପ୍ରତି ପଞ୍ଚାୟତରେ ହେବ ଏବଂ ପ୍ରତି ପଞ୍ଚାୟତରେ ଯଦି ଗୋଟିଏ ଗୋଟିଏ ନାଗରିକ ମଞ୍ଚର ଗୋଟିଏ ଛୋଟିଆ ଛୋଟିଆ ଅନୁଷ୍ଠାନ ଆମେ ତିଆରି କରିଦେଇପାରିବା ତାହେଲେ ଆମର ଆଉ କିଛି ଦରକାର ନାହିଁ। ଆମର ପ୍ରଶଂସା ପତ୍ର ଅନ୍ୟମାନେ ଦେଇସାରିଲେଣି, ମୁଁ ନିଜେ ଆଉ ପ୍ରଶଂସା ନିଯୁକ୍ତି କରିବାକୁ ଚାହୁଁନାହିଁ। ଯେଉଁ କଥାଟି କହୁଛନ୍ତି ସମସ୍ତେ ନାଗରିକ ମଞ୍ଚ ପାର୍ଟି ହେଉଛି କି, ସେଇଟା ହିଁ ଶେଷ କଥା। ଆମର ପାର୍ଟି ଫାଟି ହେବାର ନାହିଁ, କିନ୍ତୁ ସମସ୍ତଙ୍କ ମନରେ ପାର୍ଟି କଥା କାହିଁକି ଆସୁଛି? ବର୍ତ୍ତମାନର ପାର୍ଟିମାନଙ୍କ ପାଇଁ ଇଏ ଗୋଟିଏ ସତର୍କ ଘଣ୍ଟି।